Hi friends, welcome to my YouTube channel Subha Odia Vlogs. If you have not yet subscribed to my channel Subha Odia Vlogs, then go and subscribe quickly and press the bell icon on the side so that you get the notification on my videos first. ভজন সমারোহ মহিমা গাজী জগন্নাথে তা মহিমা গাজীরে প্রতিষ্ঠা লাভ করছি এবং সমস্ত ভক্তମାନେ নমুঙ্গ ভক্ত জনান ভজন জনান ସମସ୍ତେ ଆସିକି ଶ୍ରବଣ କରିବେ। ପ୍ରତିବର୍ଷ ଆମର ଭଜନ ମଣ୍ଡପରେ କାର୍ଯ୍ୟକ୍ରମ ହୁଏ, ଭଜନ ହୁଏ, ମହିମା ଜ୍ୟୋତି ପତ୍ରିକା ମଧ୍ୟ ଉନ୍ମୋଚନ କରାଯାଏ। ମହିମା ଜ୍ୟୋତି ପତ୍ରିକା ମଧ୍ୟ ଅତିକ୍ରମ ଦେଇଛୁ। ତେଣୁ ଆଶା କରିବି ଆଜି ସମାବେଶରେ ଆମର ଯେ ଅନୁରୋଧ ରକ୍ଷାକାରୀ ଏଠି ଉପସ୍ଥିତ ଅଛନ୍ତି ଢେଙ୍କାନାଳର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ସୂର୍ଯ୍ୟମଣି ପ୍ରଧାନ ମହୋଦୟ, ସେ ତାଙ୍କର କିଞ୍ଚିତ ମହିମା ମେଳା ଉପରେ ମହିମା ଉପରେ ତାଙ୍କର ମତାମତ ରଖିବେ। ଆଉ ମୋର ଏଇଟା ଦ୍ୱିତୀୟ ବର୍ଷର ଏଇ ଯେଉଁ ଯାତ୍ରା ଆମେ ପୁଲିସ ତରଫରୁ ଆମର ଏସ୍ପି ସାର୍ ଆସିଥିଲେ ମଧ୍ୟ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରାୟ ଲକ୍ଷାଧିକ ଲୋକଙ୍କର ଆଜି ଜନସମାଗମ ହେବ। ଏଠି ଯାହା ହଉ ଆମ କକୁଲି ହରି ବାବାଙ୍କର ଆଜି ଯେଉଁ ଭଜନ ସନ୍ଧ୍ୟା ଏଠି ପରିବେଷଣ କରାଯିବ, ସମସ୍ତେ ଲୋକ ଏଠି ସବୁ ଆକର୍ଷିତ ହେବେ, ଦେଖିବେ। ଏଇଟା ମୋର ମଧ୍ୟ ଦ୍ୱିତୀୟ ମେଳାରେ ମୁଁ ଦ୍ୱିତୀୟ ବର୍ଷ ଏଠି ଆସିଛି। ବହୁତ ସୁରୁଖୁରୁରେ ସବୁ ଯେଉଁ ଆରେଞ୍ଜମେଣ୍ଟ ହେଇଛି ଆମର ଦେଖିକି ବହୁତ ଖୁସି ଲାଗୁଛି। ଆଉ ଆପଣମାନଙ୍କ ସୁବିଧା ସୁଯୋଗ ନିମନ୍ତେ ଆମର ବହୁତ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଯାତ୍ରା ଯେମିତି ବିଶୃଙ୍ଖଳିତ କିଛି ଶୃଙ୍ଖଳାରେ ସବୁ ସମାପନ ହେବ ସେଇ ଦିଗରୁ ପୋଲିସ ପ୍ରତି ପୁରା ଧ୍ୟାନ ଦିଆଯାଉଛି। ଆଉ ଗୁରୁ ଶିଷ୍ୟଙ୍କର ଏଇ ଯେଉଁ ପର୍ବ ମାଘ ମେଳା, ମାଘ ପୂର୍ଣ୍ଣିମାରେ ଯେଉଁ ଆମର ଗୁରୁ ଶିଷ୍ୟ ଦୀକ୍ଷା, ଏଇଟା ଆମର ବହୁତ ପୁରାତନ ଜୋରନ୍ଦାର, ଏଇଟା ଆମର ବିଶ୍ୱ ପ୍ରସିଦ୍ଧ ଯାତ୍ରା ଯେଉଁଟା କହୁଛନ୍ତି। ଏଇଟା ଲକ୍ଷାଧିକ ଭକ୍ତ ଆସିକି ଏଠି ଯୋଗଦାନ କରନ୍ତି, ଏଠି ତାଙ୍କର ଗୁରୁଙ୍କ ପାଖରେ ଦୀକ୍ଷା ନିଅନ୍ତି। ଏଠି ଆମର ଉପସ୍ଥିତ ଥିବା ଆମର ଆଡ଼ିସନାଲ ଏସ୍ପି ସାର୍ ଏବଂ ଆମର ଏସ୍ଡିଓ ସାର୍ ଏବଂ ଏହି ମହିମା ଗାଦିର ସମସ୍ତ ସୌଜନ୍ୟ ମଣ୍ଡଳୀ, ଇଏ ମୋର ତ ପୁରୁଣା ଜାଗା। ମୁଁ ଫେରି ଆସିଛି ମୋର ମାଟିକୁ। ଏଠି ବହୁତ ଦିନ ମୁଁ 400-500 କିଲୋମିଟରରେ ରହିଥିଲି। ତେଣୁ ମୋ ଲାଗି ଏଟା ନୂଆ ନୁହଁ। ଭଞ୍ଜ ବାବା ଯେତେବେଳେ ଥିଲେ ସେଇ ଆମ ଛେଣ୍ଡିପଦା ଜନ୍ମ ମାଟିକି ଯାଆନ୍ତି, ଆମେ ଛୋଟବେଳେ ତାଙ୍କ ପଛରେ ଯାଉଥିଲୁ। ଠିକ୍ ଅଛି, ଆମର ଜନସାଧାରଣଙ୍କୁ ମୁଁ ଏତିକି ଅନୁରୋଧ କରିବି, ସବୁ ସୌଜନ୍ୟ ମଣ୍ଡଳୀ ଏବଂ ବାବା ମଧ୍ୟ ପ୍ରଭୁ ସୂର୍ଯ୍ୟଙ୍କର ମଧ୍ୟ ଉତ୍ସର୍ଗ କରିଛନ୍ତି। ତେଣୁ ଏ ଅବସରରେ ମୁଁ ଅନୁରୋଧ କରିବି ସେ ତାଙ୍କର ନିଆରା ଢଙ୍ଗରେ ଆପଣମାନଙ୍କୁ କିଛି ସମ୍ବୋଧନ କରିବା। ଆଜି ଏ ଜୋରନ୍ଦା ମେଳା ବହୁତ ବଡ଼ ମେଳା। ମୁଁ ବହୁତ ଆଡ଼େ ଯାତ୍ରା କରିକି ଆସିଛି। ତେଣୁ ଜୋରନ୍ଦା ମେଳାର ସ୍ୱତନ୍ତ୍ର ଏଇ ମାଟିର ଗୋଟେ ସ୍ୱତନ୍ତ୍ରତା ଓ ଉଗ୍ରତା ରହିଛି। ଆଜି ଜୋରନ୍ଦା ଗାଦି ଉପରେ ମଞ୍ଚ ଉପରେ ଉପସ୍ଥିତ ଥିବା ଆମର ଢେଙ୍କାନାଳ ଜିଲ୍ଲାର ଆଡ଼ିସନାଲ ଏସ୍ପି ସାର୍ ଏବଂ ଏସ୍ଡିଓ ସାର୍, ଗଅଁଦିଆ ଥାନାର ଆଇଆଇସି ସାର୍ ସମସ୍ତେ ଉପସ୍ଥିତ ଅଛନ୍ତି। ଆମର ଏମିତି ଜୋରନ୍ଦା ମେଳାର ସମସ୍ତ ଦର୍ଶକ
এবং মা বাପা ସମସ୍ତେ ଆସିଛନ୍ତି। ସେମାନେ ସୁରକ୍ଷିତ ହିସାବରେ ମେଳା ବୁଲି ଆମର ତାଙ୍କ ସୁବିଧା ନିମନ୍ତେ ରାତ୍ରି ଅନିଦ୍ରା ଆମ ଯାତ୍ରା ବି ଲାଗିଯାଇଛି। ତେଣୁ ଏଠି ସେଠି ରୋଷେଇ ଯାତ୍ରା ଦେଖିକି ସମୟ କାଟିପାରିବେ। ସମସ୍ତଙ୍କ ସୁବିଧା ନିମନ୍ତେ ପୋଲିସ ପ୍ରଶାସନ ବର୍ତ୍ତମାନ ଖୁବ୍ ଚାରିପଟରୁ ସଜାଗ ଅଛନ୍ତି, କିଛି ପ୍ରୋବ୍ଲେମ୍ ହେବ ନାହିଁ। ତେଣୁ ଫିର୍ ବି ସେମାନଙ୍କୁ ଟିକେ ସତର୍କ ରହିବାକୁ ପଡ଼ିବ, କାହିଁକିନା ବହୁତ ଦୂରରୁ ଲୋକମାନେ ଆସିଛନ୍ତି। ତେଣୁ ନିଜେ ନିଜ ଦେହକୁ ସୁରକ୍ଷା ନ ରଖିଲେ କେହି କିଛି ରକ୍ଷା କରିପାରିବେ ନାହିଁ। ତେଣୁ କ'ଣ କହିବି, এই জোরন্দা মেলা বিষয়ে যাই ମୁଁ ବାଲେଶ୍ୱର ଆମ ଗାଁରେ କହିଲେ କୁଆଡ଼େ ଯାଇଥିଲା, ମୁଁ କହିଲି ଜୋରନ୍ଦା ମେଳା। ନା ଜୋରନ୍ଦା ମେଳା ବୋଲେ ଆମର ସେପଟେ ଶିବରାତ୍ରି ମେଳା ଅଛି, ଦୁର୍ଗା ପୂଜା ଅଛି, କିନ୍ତୁ ଏତେ ବଡ଼ ମେଳା ଗୋଟେ ଜୋରନ୍ଦା ମେଳା ଯେ ସମସ୍ତେ ଶୁଣିଛନ୍ତି କିନ୍ତୁ ଦେଖି ନାହାନ୍ତି ଏପର୍ଯ୍ୟନ୍ତ। ତେଣୁ ସେମାନଙ୍କୁ କହେ ଥରେ ଯାଇ ଜୋରନ୍ଦା ଗାଦିରେ ଜୋରନ୍ଦା ମେଳା ମାଧବ ସତ୍ୟ ମେଳା ଯାଇ ଦର୍ଶନ କରି ଆସ, ବହୁତ ପୁଣ୍ୟ ହେବ। ତେଣୁ ଆଉ ବିଶେଷ କିଛି କହିବିନି। ମୁଁ ସଞ୍ଜୁ ବିଷୟୀ, ମୋର ଆଗକୁ କେହି ନାହିଁ, ପଛକୁ କେହି ନାହିଁ। ଭଲ ଥିଲେ ଭଗବାନ ବୁଦ୍ଧ, ଆଉ ରାଗିଲେ କଂସେଇ। ମହୋଦୟ, ମଞ୍ଚାସୀନ ସମସ୍ତ ସୁଧୀବର୍ଗ, ଶ୍ରଦ୍ଧେୟ ଗୁରୁ ଭାଇବୃନ୍ଦ, ସଂକ୍ଷିପ୍ତରେ କହିବି ଧନ୍ୟ ସେ ଢେଙ୍କାନାଳ ଦେଶ, ଧନ୍ୟ ସେ ରାଜାରାମ ଦେଶ। ଏ ହେଉଛନ୍ତି ସିଦ୍ଧ ଚନ୍ଦ୍ରିକାର ବାଣୀ। 1800 ଶତାବ୍ଦୀରେ ମହିମା ଧର୍ମ ଆବିର୍ଭାବ ହୋଇଥିଲା, ଅର୍ଥାତ୍ 1200 ଶତାବ୍ଦୀ ପୂର୍ବରୁ ଭବିଷ୍ୟତବାଣୀ ଥିଲା। ତଟ ଦିବସେ କରିବେ ଆହାର ଶୟନେ ବାମାନଙ୍କର ଏମନ୍ତ ଶିକ୍ଷା ଏ ବଳିରେ ପ୍ରକାଶ ହବ ଧରିତ୍ରୀରେ। ସେ ଧର୍ମ ପଣକୁ ଆସ କହି ଶ୍ରୀଧର ଦାସ। ଶ୍ରୀଧର ଗୋସ୍ୱାମୀ ଯିଏ ଭାଗବତର ଟୀକାକାର, ତାଙ୍କର এই ଉକ୍ତି ଆଜି କାର୍ଯ୍ୟକାରୀ ହେବାକୁ ଦିବସରେ ଆହାର କଲେ କ'ଣ ହେବ? ଆପଣଙ୍କୁ ରୋଗ ସ୍ପର୍ଶ କରିପାରିବ ନାହିଁ। ଦିବସେ କରିବେ ଆହାର ଶୟନେ ବାମାନଙ୍କର ଘର, ଅର୍ଥାତ୍ ବାମ ଅଙ୍ଗରେ ଆପଣମାନେ ଯେତେବେଳେ ଶୟନ କରିବେ, ଡାହାଣ ଅଙ୍ଗରେ ଆପଣଙ୍କର ସୂର୍ଯ୍ୟ ନାଡ଼ି ପ୍ରଚଳିତ ହେବ। ସୂର୍ଯ୍ୟ ନାଡ଼ି ଯେତେବେଳେ ପ୍ରଚଳିତ ହେବ, ସମସ୍ତ ଖାଦ୍ୟ ବିଧି ମତେ ଜୀର୍ଣ୍ଣ ହୋଇଯିବ, ଆପଣଙ୍କୁ କୌଣସି ପ୍ରକାର ରୋଗ ସ୍ପର୍ଶ କରିପାରିବ ନାହିଁ। ସମର୍ଥ ଭୁଜପାନ କି ପ୍ରୟୋଜନ ଉପାଧାନ, ଏ ଥିଲା ଭବିଷ୍ୟତବାଣୀ ମହିମା ଧର୍ମୀ ମୋ ଅନ୍ତରରେ ପ୍ରବାହିତ ହେଉଛନ୍ତି। ତେଣୁ କିନ୍ତୁ ମହିଙ୍କର ଆହ୍ୱାନ ଥିଲା ଜଗତବାସୀଙ୍କୁ ଯେ ସତ୍ୟକୁ ସ୍ଥାପ ଘରେ ଘରେ ସତ୍ୟ ପ୍ରଚାର ନିରନ୍ତରେ, ଧରିତ୍ରୀ ଉଶ୍ୱାସ ହୋଇବ ପାଖକୁ ମାନ ପଡ଼ିଯିବ, ଧର୍ମ ପଥକୁ କର ଆଶା ନାହିଁ ବା ଅନ୍ନଟି ଭାଷା। କେତେବେଳେ ବିଶ୍ୱବର୍ତ୍ତକୁ ସମସ୍ତ ପାପ ଦୂରୀଭୂତ ହେବ, ଯେତେବେଳେ ପ୍ରତି ଘରେ ସତ୍ୟର ଉପାସନା ହେବ, ସତ୍ୟର ପ୍ରଚାର ନିରନ୍ତରେ ଆପଣମାନଙ୍କୁ ଯେତେବେଳେ, ସେ ସତ୍ୟ ହେଉଛି ଆତ୍ମା। ଆତ୍ମା ଜ୍ଞାନର ପରିପ୍ରସାଦ ସବୁ ମହିମା ଧର୍ମ କୌଣସି ବ୍ୟକ୍ତି ବିଶେଷ ମହିମା ଧର୍ମରେ ଉପାସନା ଅନେକ ମହିମା। ଧନ୍ୟବାଦ। ଆଜିର ଶ୍ରେଷ୍ଠ ଏହି କମ୍ପାନୀ ସମାଜର ସଭାପତି ରଘୁନାଥ ମହୋଦୟ, ଉପସ୍ଥିତ ପଞ୍ଚାଶୀର ସମସ୍ତ ସାଧୁ ଭକ୍ତମାନେ, ପଦ୍ମ